ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ। ଉତ୍ତରା ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ କ୍ରୀଡ଼ା ଓ ସାଂସ୍କୃତିକ ବିଭାଗ ଆନୁକୂଲ୍ୟରେ ଆୟୋଜିତ 60ତମ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଲୁମିନି ସଭାପତି ଶଙ୍କର ପ୍ରସାଦ ଟପ୍ପୋ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହେନ୍ଦ୍ର କୁଜୁର, ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ସୁରେଶ ଚନ୍ଦ୍ର ଟପ୍ପୋ, ଆଲୁମିନି ପ୍ରଶାନ୍ତ ସାହୁ, ଜେଏସଡବ୍ଲ୍ୟୁ ସିଏସ୍ଆର୍ ପ୍ରବନ୍ଧକ ଅଲେଖ ଦଳେଇ, ଅନୁଷ୍ଠାନର ପ୍ରଧାନ ଶିକ୍ଷକ ନଳିନୀକାନ୍ତ ସାସନି ପ୍ରମୁଖ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ପ୍ରତ୍ୟେକ ବର୍ଷ ଏହି ଅନୁଷ୍ଠାନରୁ ଜାତୀୟ ଖେଳାଳି ବାହାରି ଜିଲ୍ଲାର ଗୌରବ ବଢ଼ାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଦୁଇଦିନିଆ ପ୍ରତିଯୋଗିତାରେ ଅନୁଷ୍ଠାନର 700ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗଙ୍ଗା ହାଉସ୍, ଯମୁନା, ମହାନଦୀ ଓ ବ୍ରାହ୍ମଣୀ ଦଳ ତରଫରୁ ହାଉସ୍ ମାଧ୍ୟମରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଧୃତିସୁନ୍ଦର ସାହୁ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ବିଜ୍ଞାନ ବିଭାଗ ମୁଖ୍ୟ ଦୀପିକା କେରକେଟା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କ୍ରୀଡ଼ା ପ୍ରୋତ୍ସାହକ ଡକ୍ଟର ବିଭୀଷଣ ବାରିକ ପରିଚାଳନା କରିଥିବା ବେଳେ ସମସ୍ତ ଖେଳ ଓ ସାଂସ୍କୃତିକ ପ୍ରତିଯୋଗିତାଗୁଡ଼ିକୁ ଲବଣୀଧର ଗଡିଆ, ରୋହିତ ଜୟପ୍ରିୟା, ଅବିନାଶ କର, କାହ୍ନା ସେଠ, ସ୍ୱତୀ ସ୍ୱରୂପ ଦାସ, ଜସ୍ମିନ ମିଞ୍ଜ, ଲିପିକା କାଲୋ, ସେରୋଫେନା ଏକ୍କା, ନମିତା କୁଲୁ, ସୁନିତା ପଟେଲ, ସଙ୍ଗୀତା ଦେଇ, ବିଦ୍ୟୁତପ୍ରଭା ସ୍ୱାଇଁ, ଆଶା କୁମାରୀ ସମରିଆ, ଆଶାଜେନ କିରୋ, ସୁଦା ମହାନନ୍ଦ, ମନୋରମା କଲସେର, ରଙ୍ଗିତା ସାଇ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଦୌଡ଼କୁଦ, ଲମ୍ବଡିଆଁ, ଉଚ୍ଚଡିଆଁ, ସଟପୁଟ, ଡିସ୍କସ୍, ଜାଭଲିନ୍, ରିଲେ ରେସ୍ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସୁନ୍ଦରଗଡ଼ ଉତ୍ତରାରୁ ରାଜେଶ ସାହୁଙ୍କ ରିପୋର୍ଟ, ସମ୍ବାଦ ଏକ୍ସପ୍ରେସ।